ନମସ୍କାର। ଆଜିର ଗଳ୍ପ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ପ୍ରଜେଶ। ଆଜିର ବିଷୟବସ୍ତୁ ହେଉଛି ଲାଳସାର ପରିଣତି। ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ପଡ଼ିଆରେ ଗୋଟିଏ କୋଣରେ ପଶୁର ଶବଟି ପଡ଼ିଥାଏ। ମାଂସ ଖାଇବା ପାଇଁ ବହୁ ସଂଖ୍ୟକ ଶାଗୁଣା ଏକତ୍ରିତ ହୋଇଥାନ୍ତି। ପରସ୍ପର ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଥାଏ ଖାଦ୍ୟ ଖାଇବା ନିମନ୍ତେ। ମାଂସ ସଂଗ୍ରହ ଉଦ୍ଦେଶ୍ୟରେ ରୀତିମତ ଚେଷ୍ଟା କରି ସେମାନଙ୍କ ମଧ୍ୟରୁ କେତେକ ବିଫଳ ହେଲେ ବି ଚେଷ୍ଟା ଜାରି ରଖିଥାନ୍ତି। ପରସ୍ପର ଭିତରେ ମଧ୍ୟେ ମଧ୍ୟେ ଲଢ଼େଇ ବି ଲାଗିଯାଉଥାଏ। ଏହିଭଳି ସ୍ଥିତିରେ କିଛି ଶାଗୁଣା ଲହୁଲୁହାଣ ହୋଇଯାଇଥାନ୍ତି। ହେଲେ ସଫଳତା କେହି ବି ପାଇନଥିଲେ, କାରଣ ପ୍ରତ୍ୟେକ ଶାଗୁଣା ଚେଷ୍ଟା କରୁଥାନ୍ତି ସଫଳତା ନିଜ ବ୍ୟତୀତ ଅନ୍ୟ କାହାରିକୁ ନ ମିଳୁ। ଏହିଭଳି ସମୟରେ ଛଳ ବଳ କୌଶଳରେ ଏକ ଶାଗୁଣା ବାଜି ଜିତିଗଲା। ମାଂସର ଏକ ବଡ଼ ଟୁକୁଡ଼ା ହାତେଇବାରେ ସଫଳ ହୋଇ ସ୍ଥାନ ତ୍ୟାଗ କରି ଉଡ଼ି ଯାଉଥିଲା। ଥଣ୍ଟରେ ମାଂସ ଖଣ୍ଡ ଧରି ଉଡ଼ି ଯାଉଥିବା ବେଳେ ଭିଡ଼ିଥିବା ଶାଗୁଣାଙ୍କ ଫୌଜ ତା ପିଛା କରିଥିଲେ। ମାଂସ ଖଣ୍ଡ ଧରିଥିବା ଶାଗୁଣା ବିଚରା ତୀବ୍ର ଗତିରେ ଉଡ଼ୁଥାଏ, ହେଲେ ଦଳ ତାର ପିଛା ଛାଡ଼ୁନଥାଏ। ସବୁ ଶାଗୁଣା ଏକ, ସେମାନଙ୍କର ଶତ୍ରୁ କିନ୍ତୁ ଜଣେ। ଲଢ଼ୁଆ ଶାଗୁଣା ସେନା ପିଛା ଛାଡ଼ୁନଥାନ୍ତି। ଶାଗୁଣା ଏବେ ଚକ୍ରାକାର ବ୍ୟୁହ ଭିତରେ ବୁଲିବାକୁ ଲାଗିଲା। ଏତିକି କିଛି ସମୟ ବିତିଗଲା। ଏହିଭଳି ଅନୁଧାବନ ଆକ୍ରମଣ ଆସାଙ୍ଗରେ ଉଡ଼ୁ ଉଡ଼ୁ କ୍ଳାନ୍ତ ହୋଇ ପଡ଼ିଥିବା ଶାଗୁଣା ଥଣ୍ଟରୁ ମାଂସ ଖଣ୍ଡ ଅକସ୍ମାତ ଖସି ପଡ଼ିଥିଲା। ପିଛା କରୁଥିବା ଶାଗୁଣା ମଧ୍ୟରୁ ଗୋଟିଏ ଶାଗୁଣା ତତ୍କ୍ଷଣାତ ତାକୁ ମାଟିରୁ ଉଠାଇ ନେଇ ଉଡ଼ିବାରେ ଲାଗିଥିଲା। ଅନ୍ୟ ଶାଗୁଣାମାନେ ପ୍ରଥମ ଶାଗୁଣାକୁ ଛାଡ଼ି ଦ୍ୱିତୀୟ ଶାଗୁଣାର ପିଛା କରିଥିଲେ। ପୂର୍ବର ସେହି ଖେଳ ଚାଲିଥିଲା। ଖାଦ୍ୟ ହରାଇଥିବା ଶାଗୁଣା ଆଶ୍ୱସ୍ତ ହୋଇଥିଲା ଏଇଥିପାଇଁ ଯେ ଏବେ ଆଉ କାହାରିକୁ ତା ଉପରେ ଆକ୍ରମଣର ଆଶଙ୍କା ନଥିଲା। ଏ ପ୍ରସଙ୍ଗରେ କୁହାଯାଇପାରେ ଯେ ଅଧିକ ଲାଳସା, ଲୋଭ, ଦୁଃଖ ସେତେ ଅଧିକ। ଏଥିପାଇଁ ଉପନିଷଦରେ କୁହାଯାଇଛି ଲାଳସା ତ୍ୟାଗ କର। ଯଦି କ୍ଷୁଦ୍ର ମାଂସ ଖଣ୍ଡରେ ଶାଗୁଣା ତୁଷ୍ଟ ହୋଇ ସେହିଠାରେ ଖାଇପାରିଥାନ୍ତା, ତେବେ ଏହିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। ବଡ଼ ମାଂସ ଖଣ୍ଡ ଲାଳସା, ଲୋଭ ହିଁ ଏହି ଦୁର୍ଗତିକୁ ଆମନ୍ତ୍ରଣ କରି ଆଣିଥିଲା। ଧନ୍ୟବାଦ।